ପ୍ରକୃତରେ ମା ସବୁବେଳ ପାଇଁ ମା ହିଁ ହୋଇଥାଏ। ମା ଋଣ ଶୁଝିବା ସମ୍ଭବ ନୁହେଁ। ଆସନ୍ତୁ ଏ ବିଷୟରେ ଏକ ଛୋଟ କାହାଣୀଟିଏ ଶୁଣିବା। ଗୋଟିଏ ପୁଅଟିଏ ତା ମାଆକୁ କହିଲା, ମା, ଆଜି ମୋ ପାଖରେ ସବୁ କିଛି ଅଛି। ଆଜି ମୁଁ ତୋର ସବୁ ଋଣ ଶୁଝିବାକୁ ଚାହୁଁଛି। କହ, ତୋତେ କ'ଣ ଦରକାର? ସୁନା, ରୂପା, ହୀରା, ଗାଡ଼ି, ଘର, ଯାହା କହିବୁ ତାହା ମୁଁ ତୋତେ ଦେବି। ମାଆଟି କହିଲା, ତୁ ମୋ ଋଣ କେବେ ବି ଶୁଝିପାରିବୁ ନାହିଁ। ତାପରେ ତା ପୁଅ କହିଲା, ମା, ତୁ ମାଗିକି ତ ଦେଖ, ତୋର କ'ଣ ଦରକାର? ମା ତାକୁ କହିଲା, ଚାଲ ଠିକ୍ ଅଛି, ଆଜି ତୁ ମୋ ଖଟ ଉପରେ ଶୋଇପଡ଼, ମୁଁ ତୋ ଖଟ ଉପରେ ଶୋଇପଡ଼ୁଛି। କିଛି ସମୟ ପରେ ମାଆଟି ଉଠିକି କହିଲା, ପୁଅ, ମୋତେ ପାଣି ଗ୍ଲାସ୍ ଦେ। ପୁଅଟି ପାଣି ଗ୍ଲାସ୍ ଆଣି ମାଆକୁ ପିଇବାକୁ ଦେଲା। ତା ମା ଅଧ ଗ୍ଲାସ୍ ପାଣି ପିଇ ଆଉ ଅଧ ଗ୍ଲାସ୍ ପାଣି ପୁଅର ଖଟରେ ଢାଳିଦେଲା। ପୁଅଟି ଭାବିଲା, ଆରେ ମା, ଇଏ କ'ଣ କଲା? ମୋ ଖଟ ଓଦା କରିଦେଲା। ଏହା ଭାବି ପୁଅଟି ଶୋଇପଡ଼ିଲା। କିଛି ସମୟ ପରେ ତା ମା ପୁଣି ପାଣି ମାଗିଲା। ତା ପୁଅ ତାକୁ ପାଣି ଗ୍ଲାସ୍ ଆଣି ଦେବାରୁ ମା ଅଧା ଗ୍ଲାସ୍ ପାଣି ପିଇ ପୁଣି ଅଧା ଗ୍ଲାସ୍ ପାଣି ପୁଅର ଖଟରେ ଢାଳିଦେଲା। ଏହା ଦେଖି ପୁଅଟି ଟିକିଏ ରାଗିଗଲା ଏବଂ ଶୋଇପଡ଼ିଲା। ପୁଣି କିଛି ସମୟ ପରେ ତା ମା ତା ପୁଅକୁ ପାଣି ମାଗିଲା। ପୁଅଟି ପାଣି ଆଣି ଦେବାରୁ ମା ଅଧା ଗ୍ଲାସ୍ ପାଣି ପିଇ ଆଉ ଅଧା ଗ୍ଲାସ୍ ପାଣି ପୁଣି ତା ପୁଅ ଖଟ ଉପରେ ଢାଳିଦେଲା। ପୁଅଟି ଏହା ଦେଖି ବହୁତ ରାଗିଯାଇ କହିଲା, ମୁଁ ତୋର ଋଣ ଶୁଝିପାରିବି ନାହିଁ। ତୋ ଋଣ ତୋ ପାଖରେ ଥାଉ। ମାଆଟି କହିଲା, ବାସ୍, ଏତିକିରେ ତୁ ଏତେ ରାଗିଗଲୁ? ଯେତେବେଳେ ତୁ ଛୋଟ ଥିଲୁ, ତୁ ମୋ ଉପରେ ଓ ମୋ ଖଟ ଉପରେ କେତେ ଝାଡ଼ା ପରିସ୍ରା କରୁଥିଲୁ, ତଥାପି ମୋତେ ଟିକେ ବି କ୍ରୋଧ ଆସୁନଥିଲା। ତତେ ଶୁଖିଲାରେ ଶୁଆଇ ମୁଁ ଓଦା ହୋଇଥିବା ସ୍ଥାନରେ ଶୋଇଯାଉଥିଲି। ଆଜି ତୁ ଏତିକିରେ କ୍ରୋଧିତ ହୋଇଯାଉଛୁ। ବାସ୍ତବରେ ତୁ ମୋ ଋଣ କେବେ ବି ଶୁଝିପାରିବୁନି। ଏହା ଶୁଣି ପୁଅଟି ତା ମାଆର ପାଦ ତଳେ ବସି କାନ୍ଦିକରି କ୍ଷମା ପ୍ରାର୍ଥନା କଲା ଏବଂ କହିଲା, ପ୍ରକୃତରେ ମାଆର ଋଣ କେବେ କେହି ବି ଶୁଝିପାରିବେ ନାହିଁ। ଯଦି ମୋର ଏ କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।